ଚେଷ୍ଟା କରିବି। ଚଏସ୍ ନାହିଁ ଚଏସ୍ ନ ରହିବା ଦରକାର, ଅଭିନେତା ହବା ଦରକାର। ମନେ କରନ୍ତୁ ଆମେ କହିବୁ ଯେ ମୁଖ୍ୟମନ୍ତ୍ରୀଙ୍କର ଯଦି ଗୋଟେ ଇଣ୍ଟରଭ୍ୟୁ ମିଳିଲା ଆମେ ଖୁସି ହବୁ, ନବୀନ ପଟ୍ଟନାୟକଙ୍କର ଇଣ୍ଟରଭ୍ୟୁ ମିଳିଲେ ଖୁସି ହବୁ, ସେଟା ନରେନ୍ଦ୍ର acting line ରେ ମୋଦିଙ୍କ ନଥାଏ। ଇଣ୍ଟରଭ୍ୟୁ ମିଳିଲେ ଖୁସି ହବୁ। ଆକ୍ଟର ମାନଙ୍କର ତ ନ ରହିବା ଦରକାର। ମୁଁ ଜାଣିନି ଷ୍ଟାର ମାନଙ୍କ କଥା କହିପାରିବିନି, ହଁ ତ ମୁଁ ଆଇ ଥିଙ୍କ ବୋଧେ ସେ ଜାଗାକୁ ଯାଇନାହିଁ। ହୁଁ ତ ମୁଁ ଗଲେ ଯଦି ଆପଣଙ୍କ ଇଣ୍ଟରଭ୍ୟୁରେ କେବେ ବସିବି ଦେନ୍ କହିପାରିବି ଯେ ଆଚ୍ଛା ଆପଣ ସେତେବେଳେ ଯୋଉ ପଚାରୁଥିଲେ ତାର ଫିଲିଂସଟା ଏଇଆ ଥିଲା। ଫିଲିଂସଟା ଏୟା। ତ କୋଣ ମୁଁ ଆପଣ ଯାଇନି। ଚରିତ୍ରଟାକୁ ଇମ୍ପୋର୍ଟାନ୍ସ ଦିଅନ୍ତିନି, ଚରିତ୍ରଟାକୁ ହିଁ ତ ଇମ୍ପୋର୍ଟାନ୍ସ ଦିଏ ନା, ମୁଁ ତ ସେଇ କଥା କହିବି। କୋଉ ନିର୍ଦ୍ଦିଷ୍ଟ ଚରିତ୍ରକୁ ଦିଅନ୍ତି, ନିର୍ଦ୍ଦିଷ୍ଟ ଚରିତ୍ର ଆକ୍ଟିଂଟାକୁ ଇମ୍ପୋର୍ଟାନ୍ସ ଦିଅନ୍ତି। ଆକ୍ଟିଂଟାକୁ ଇମ୍ପୋର୍ଟାନ୍ସ ଦିଏ। ଯେକୌଣସି ଚରିତ୍ରରେ ଆପଣ ଯେକୌଣସି ଚରିତ୍ର ମିଳୁ ମୁଁ ତାକୁ 100% କରିବା ପାଇଁ ଚେଷ୍ଟା କରେ ହୁଁ ମୋ ପାରୁ ପର୍ଯ୍ୟନ୍ତ। ନାଇଁ ଏମିତି ହୁଏ ଯେ ଆପଣଙ୍କ ନେଚର ସହିତ ହୁଁ ଫିଲ୍ମର ବା ୱେବ ସିରିଜର ରିକ୍ୱାରମେଣ୍ଟଟା ମ୍ୟାଚ୍ କରିଯାଏ, ନାଇଁ ନାଇଁ ସେଇଟା ନୁହଁ ସାର୍, ମୁଖ୍ୟ କଥା ହଉଛି ଜେଲ୍ କରିଯାଏ। ମନେ କରନ୍ତୁ ଆପଣ ସେ ଯୋଉ ଗ୍ୟାଙ୍ଗସ୍ ଅଫ୍ ପୁରୀରେ ମୁଁ ସାର୍ ସେଇ କଥା କହୁଛି, ଯେତେବେଳେ ଗ୍ୟାଙ୍ଗସ୍ ସେ ଅଫ୍ ପୁରୀ କରିଥିଲି ବାବୁଜୀନା କ୍ୟାରେକ୍ଟର ସହିତ ଆପଣଙ୍କ ନିଜସ୍ୱ ଇନଷ୍ଟିକ୍ଟ ଯେମିତି ଜେଲ୍ କରିଯାଇଛି, ହୁଁ। ସେମିତି ଗୋଟେ କ୍ୟାରେକ୍ଟର ଗୋଟେ ଆକ୍ଟର ଗୋଟେ କ୍ୟାରେକ୍ଟର ସହିତ ଜେଲ୍ କରିଯାଆନ୍ତି, ସେମିତି ଲାଗିବ ଯେ ଆକ୍ୟୁରେଟ୍ ଇଏ। ମୁଁ ସାର୍ ସେଇ କଥା କହିଲି, ଆପଣ ପାୱାର ଯଦି ଦେଖିବେ ହଁ ଆପଣଙ୍କୁ ଲାଗିବ ଯେ ସୁରେଶ ପଣ୍ଡା ବି ମାନେ ଏଇ ଚରିତ୍ରଟା ବି ମାନେ ପୁରା ଏକୁରେଟ ମ୍ୟାଚ୍ କରି ଯାଇଛି। ହଁ ଜିନିଷଟା ହଉଛି ସେ ମାନେ ଆକ୍ଟର ନା ଗୋଟେ ଏଇ ଯୋଉ କାଦୁଅ ହବା ଦରକାର। ତାକୁ ଆକ୍ଚୁଆଲି ଆକ୍ଟର୍ସ ମିଡିଆ ହଉଛି କେବଳ ନାଟକ, ହୁଁ ଆକ୍ଟର୍ସ ମିଡିଆ ଫିଲ୍ମ ଲାଇନ ନୁହଁ, ହୁଁ ଏଇଟା ହଉଛି ଡିରେକ୍ଟୋରିଆଲ ମିଡିୟମ। ହୁଁ ତ ଏଠି ଡିରେକ୍ଟର ଯାହା ଚାହିଁବେ ସେଇ ହିସାବରେ ତମକୁ କରିବା ପାଇଁ ପଡିବ। ହଁ ତ ସେଥିପାଇଁ ଆପଣ ବାସ୍ ଗୋଟେ କାଦୁଅ ହେଇକି ଯାଇଥାନ୍ତୁ, ସିଏ ବନେଇବେ ତାଙ୍କର ଯାହା ଦରକାର। ଆଉ ଆପଣ ସେମିତି ଫ୍ଲେକ୍ସିବୁଲ ହେଇଥିବେ, ଡେଫିନେଟଲି ତ ସେଥିପାଇଁ ତ କହିଲେ କାଦୁଅ ହେଇକି ଯେମିତି ଯିବା ବନେଇବେ ଦରକାର, ସେମିତି ବନେଇବେ। ବନେଇବା ଦରକାର। ସେଇଭଳିଆ ଇନପୁଟ ବା ସେଇଭଳିଆ ମେଟେରିଆଲ ହଉଛନ୍ତି ଆପଣ। ଅ, ସବୁ ଆକ୍ଟର ହବା ଦରକାର, ସବୁ ଆକ୍ଟର ହବା ଦରକାର ଆଉ ଲାଇଫ ଆକ୍ଟିଂକୁ ନେଇ ଏକ୍ସପେରିମେଣ୍ଟ ହବା ଦରକାର। ନିହାତି। ପ୍ରତି ମୁହୂର୍ତ୍ତ ସବୁ ମୁହୂର୍ତ୍ତରେ ଏକ୍ସପେରିମେଣ୍ଟ ହବା ଦରକାର ଆକ୍ଟିଂକୁ ନେଇକି। ଆପଣ ଅବସର ସମୟରେ କୋଉ ଫିଲ୍ମ ଦେଖନ୍ତି ଯୋଉଟା ଆପଣଙ୍କୁ ବହୁତ ଆକର୍ଷିତ କରିଛି? ମୁଁ ସବୁ ପ୍ରକାର ଫିଲ୍ମ ଦେଖେ, ମତେ ବେସିକାଲି ଭଲ ଲାଗେ ଫିଲ୍ମ ଦେଖିବା ପାଇଁ। ମତେ ଡ୍ରାମା ଓରିଏଣ୍ଟେଡ ସିନେମା ଦେଖିବା ପାଇଁ ଭଲ ଲାଗେ, ଆକ୍ସନ ଓରିଏଣ୍ଟେଡ ହଁ। ସିନେମା ଦେଖିବା ପାଇଁ ଭଲ ଲାଗେ। ମୁଁ କେବଳ ଭୂତ ସିନେମାକୁ ଛାଡିକି ଆଉ ସବୁ ସିନେମା ଦେଖେ। ଭୂତକୁ ଆପଣ ଭଲ ଲାଗେନି? ନାଇଁ ଡର ଲାଗେ ମତେ, ହରର ଫିଲ୍ମ ହଁ ହରର ଫିଲ୍ମ ମତେ ଡର ଲାଗେ, ମୁଁ ସେଥିପାଇଁ ଦେଖେନି। ଯଦି ମିଳିବ ଭୂମିକା ଆପଣ କରିବେନି ହରର? ମୁଁ ପୁରା ନିଜ ସିନେମା କରିଥିଲି ଫିୟର ଅଫ ଦାୟାର, ମୁଁ ନିଜେ ଅଧାରୁ ଉଠିକି ପଳେଇ ଆସିଲି, ମୁଁ କମ୍ପ୍ଲିଟ ଦେଖିଲିନି। ଦେଖିଲେ ମୋ ମୁହଁଟା ଏଭଳିଆ ଦେଖା ହଉଛି ମତେ ରାତିରେ ମନେ ପଡିବ, ମୁଁ ସେଥିପାଇଁ ପଳେଇ ଆସିଲି ଡରିକି। ତ ଭୂତକୁ ଆପଣ ଭଲ ଲାଗେନି? ନା ମତେ ଭଲ ଲାଗେନି, ମୁଁ ଡରେ, ମୁଁ ଭୂତକୁ ଭଲ ଡରେ? ଲାଗେ ଡରେ। ଭୂତ ଅଛନ୍ତି ବୋଲି ଭାବନ୍ତି ଆପଣ? ହଁ ନିହାତି ଅଛନ୍ତି, କେମିତି ନଥିବେ, ଆମେ ଯଦି ଅଛୁ ସେମାନେ ବି ନିହାତି ଥିବେ। ହଁ। ତ କିଏ ଗୋଟେ ସଜେଷ୍ଟ କଲେ ଯେ ଆପଣଙ୍କୁ ବହୁତ ଭଲ ଲାଗିଥିବା ଓଡ଼ିଆ ଫିଲ୍ମ? ବହୁତ ଭଲ ଲାଗିଥିବା ଓଡିଆ ଫିଲ୍ମ ମୁଁ ଯୋଉଥିରେ ଆକ୍ଟିଂ କରିଛି ନା ମୁଁ ଦେଖିଲା ଛାଡ଼ି ଦିଅନ୍ତୁ, ଭିତରର ଗୋଟେ ଫିଲ୍ମ ଯାହା ବହୁତ ଭଲ ଲାଗେ ଆପଣଙ୍କୁ। କୋଉଟା ଯୋଉ ଫିଲ୍ମ ଆପଣଙ୍କୁ ବହୁତ ଭଲ ଲାଗିଛି? ମତେ ସବୁଠାରୁ ମୁଁ ନ କରିଥିବା ଫିଲ୍ମ ଭିତରେ ମତେ ଯୋଉଟା ସବୁଠାରୁ ଭଲ ଲାଗେ ସେଟା ହଉଛି ଚକୋଲେଟ। ଚକୋଲେଟ। ଆଉ ହିନ୍ଦୀ ଫିଲ୍ମରେ? ହିନ୍ଦୀ ଫିଲ୍ମ ବହୁତ ଅଛି, ବହୁତ ଅଛି। କୋଉଟା ନା ନେବି, ଏବେ ଲାଟେଷ୍ଟ ବି ଦେଖିଛି ଲଗଆଉଟ। ଲଗଆଉଟ ମତେ ବହୁତ ଭଲ ଲାଗିଲା। ତ ଆହୁରି ଏମିତି ବହୁତ ସିନେମା ଅଛି ମୋର ହିନ୍ଦୀରେ। ଫେଭରାଇଟ କ୍ୟାରେକ୍ଟର ବା ଫେଭରାଇଟ ଆର୍ଟିଷ୍ଟ ନାସୁଦ୍ଦିନ ଶାହ, ପଙ୍କଜ ତ୍ରିପାଠୀ, ଓମ ପୁରୀ ଥିଲେ। ଏମାନଙ୍କୁ ଲକ୍ଷ୍ୟ କରନ୍ତି ଆପଣ? ହଁ ମୁଁ ଏଇମାନଙ୍କର ବେସିକାଲି ଆକ୍ଟର ମାନଙ୍କର ହିଁ ଫିଲ୍ମ ଦେଖେ। ଆଉ ଆପଣ ଏମିତି ଭାବନ୍ତି କି ଯେ ଓଡ଼ିଆ ଫିଲ୍ମରେ କେବେ ଆପଣ ବି ଗୋଟେ ସୁପରଷ୍ଟାର ହେଇଯାଇଥିବେ, ନାଇଁ ଲୋକ ଆପଣଙ୍କୁ ନେଇ ଚର୍ଚ୍ଚା କରୁଥିବେ? ନାଇଁ ମୁଁ ଏସବୁ କଥା ଭାବିଲେ ଅଭିନୟ କରିହବନି। ଆଲୁ ଅର୍ଜୁନଙ୍କ ଚେହେରା ବି ହିରୋର ତଥାକଥିତ ହିରୋଙ୍କ ଚେହେରା ଭଳି ନୁହଁ। ତ ସେ ତ ପୁଣି ଏତେ ଭଲ ଫିଲ୍ମ ତିଆରି କରୁଛନ୍ତି ସାରା ଭାରତ। ତାଙ୍କ ବାପା ଅଜା ପ୍ରଡ୍ୟୁସର ଥିଲେ, ମୋ ବାପା ଅଜା ପ୍ରଡ୍ୟୁସର ନାହାନ୍ତି ନା। ଆଲୁ ଅର୍ଜୁନକୁ ବି ଷ୍ଟାର୍ଟିଂ ଯୋଉ ମିଳିଥିଲା, ତାଙ୍କୁ ଯୋଉ ଦେଇଥିଲେ ପ୍ରସାଦ, ଯୋଉ ସେ ବି ତାଙ୍କ ବାପାଙ୍କର ଚିହ୍ନା ଥିଲା, ତାଙ୍କର ନିଜର ପ୍ରଡକ୍ସନ ହାଉସ ଥିଲା। ସେ ଚିରଞ୍ଜୀବର ଆଇ ଥିଙ୍କ ପୁତୁରା କି ଭଣଜା ଗୋଟେ କଣ ହେବେ। ତ ତାଙ୍କର ଫ୍ୟାମିଲିରେ ଅଲରେଡି ଷ୍ଟାର ଫ୍ୟାମିଲି ଯଦି ସେମିତି ହେଇଥାନ୍ତା ଆପଣ ଓଡ଼ିଶାର ଆଲୁ ଅର୍ଜୁନ ହେଇଯାଇଥାନ୍ତେ। ହଁ କିଛି ତ ଗୋଟେ ହେଇଥାନ୍ତି ବୋଧେ, ଆପାତତଃ ଆକ୍ଟର ତ ହେଇନଥାନ୍ତି। କାହିଁକି ନା ଆକ୍ଟର ଯେ ପର୍ଯ୍ୟନ୍ତ କଷ୍ଟ ନ କରିଛି ସେ ପର୍ଯ୍ୟନ୍ତ ଆକ୍ଟର ହେଇପାରିବ ନାହିଁ।